ନମସ୍କାର। ଆମେ ସିଏଲ୍ଏଫ୍ କଟକ ଏଣ୍ଟ୍ରି କରୁଛୁ ଏବଂ ଆମେ କିଛି ଚଳିତ ସମ୍ପତ୍ତି ପ୍ରବେଶ କରିଛୁ। ତୁମେ ଡ୍ରପଡାଉନ୍ ଦେଖିଛ। ପ୍ରବେଶ ସମାନ ହେବା ଆବଶ୍ୟକ। ଆପଣ ବର୍ତ୍ତମାନ ସମ୍ପତ୍ତି ଟ୍ୟାବ୍ ଉପରେ କ୍ଲିକ୍ କରି କଟକ ସିଟ୍ରେ ଆପଣଙ୍କର ସିଏଲ୍ଏଫ୍ ର ସମସ୍ତ ପ୍ରକାରର ବର୍ତ୍ତମାନ ସମ୍ପତ୍ତି ପ୍ରବେଶ କରିବେ। ଏବେ ଆମେ ସ୍ଥାୟୀ ସମ୍ପତ୍ତିକୁ ଆସିଛୁ। ତୀର ଉପରେ କ୍ଲିକ୍ କରନ୍ତୁ। ଯଦି ଆପଣଙ୍କର ସିଏଲ୍ଏଫ୍ ଏବଂ ଏହାର ବିଲ୍ରେ ଏକ କମ୍ପ୍ୟୁଟର ଅଛି, ତେବେ ଆପଣଙ୍କୁ ଏହାର ମୂଲ୍ୟ ଏଠାରେ ଲେଖିବାକୁ ପଡ଼ିବ। ଆମେ କମ୍ପ୍ୟୁଟର ଉପରେ କ୍ଲିକ୍ କରିବା। କମ୍ପ୍ୟୁଟରକୁ କେତେ ଟଙ୍କା ମାଗିଥିଲା, ତାହା ଆପଣଙ୍କୁ ଲେଖିବାକୁ ପଡ଼ିବ। ଏବେ ମୁଁ ତୁମକୁ ଏକ ଉଦାହରଣ ଭାବରେ ଦେଖାଇଛି। ଆପଣଙ୍କୁ ଏଠାରେ ସବୁଜ ଟିକ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ସବୁଜ ଟିକ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କର ପ୍ରବେଶ ସଂକେତ ହୋଇଯିବ ଏବଂ ତାପରେ ଆପଣଙ୍କୁ ସେଭ୍ ବଟନ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଆପଣ ସେଭ୍ ବଟନ୍ ଉପରେ କ୍ଲିକ୍ କରିବା ପରେ ଆପଣଙ୍କ ପାଇଁ ଏକ ସାରାଂଶ ତିଆରି ହୋଇଯିବ। ତୁମେ ଦେଖିପାରିବ କମ୍ପ୍ୟୁଟର ମୂଲ୍ୟ ଏଠାରେ ଆସିଛି। ଏଠାରେ ଆପଣ ଟଙ୍କା ମୂଲ୍ୟର ଡଙ୍ଗା ଦେଖିବାକୁ ପାଇବେ 25,000। ଏଠାରେ ଆପଣ ଡିଲିଟ୍ ବଟନ୍ ମଧ୍ୟ ପାଇବେ। ଯଦି ଭୁଲବଶତଃ କୌଣସି ପ୍ରବେଶ ଭୁଲ ଭାବରେ ପ୍ରବେଶ ହୋଇଯାଏ, ତେବେ ଆପଣ ତାହାକୁ ମଧ୍ୟ ଡିଲିଟ୍ କରିପାରିବେ। ଚାଲ ଫେରିଯିବା। ଯଦି କୌଣସି ଉପକରଣ ଅଛି, ତେବେ ତୁମେ ଏହାକୁ ଏଠାରେ ପ୍ରବେଶ କରିବ। ଯଦି ଫିକ୍ସଚର ଏବଂ ଫର୍ଣ୍ଣିଚର ପାଇଁ କୌଣସି ପ୍ରବେଶ ଅଛି, ତେବେ ଆପଣ ଏଠାରେ କ୍ଲିକ୍ କରିବେ। ଚାଲ କ୍ଲିକ୍ କରିବା। ପ୍ରବେଶ ସମାନ ପ୍ରକ୍ରିୟା ମାଧ୍ୟମରେ କରାଯିବ। ଧରିନିଅନ୍ତୁ ଯେ ଆପଣଙ୍କ ସିଏଲ୍ଏଫ୍ ପାଖରେ 50,000 ଆମେ ସବୁଜ ଟିକ୍ ଉପରେ କ୍ଲିକ୍ କରି ବିବରଣୀ ସେଭ୍ କରିବୁ। ଆମର ପ୍ରବେଶଗୁଡ଼ିକ ସଂରକ୍ଷିତ ହେଉଛି। ସେହିପରି ଆପଣଙ୍କର ଯେକୌଣସି ପ୍ରକାରର ସ୍ଥାୟୀ ସମ୍ପତ୍ତି ଥାଉ, ଆପଣଙ୍କୁ ଏହି ଟ୍ୟାବ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଚାଲ ଫେରିଯିବା। ଏହାପରେ ସମାନତା ରହିବ। ଆମେ ଏକଟି ଏଣ୍ଟ୍ରି କରିବୁ। ଧନ୍ୟବାଦ।